ପାଖାପାଖି 40 ଲାଖ କିନ୍ତୁ ସବୁର ବିଲ୍ ହେଇନାହିଁ, ଯେହେତୁ ସେଟା କମ୍ପ୍ଲିଟ୍ ହେଇନାହିଁ। 3 ଦିନ ବିତି ଯାଇଛି। ଆଜି ଆମର ଅଫିସର ମାନେ ଯାଇକି ତାକୁ ଆମେ ସିଲ୍ କରିବୁ, ଯେହେତୁ ଆମ ପ୍ରପର୍ଟି ଆଣ୍ଡ ସେଟା ବି କମ୍ପ୍ଲିଟ୍ ହେଇନଥିଲା, ଆମେ କାହାକୁ ହ୍ୟାଣ୍ଡ ଓଭର କରିନଥିଲୁ। ଆଉ ସିଲ୍ କଲା ପରେ ଆମର କମିଟି ବସିବ, ଗୋଟେ କମିଟି ଗଠନ କରାଯିବ। କମିଟିର ଡିସିସନ୍ ଯାହା ହେବ ସେ ଅନୁସାରେ ଆମେ ଯିଏ ବି ତାକୁ କ୍ଲେମ୍ କରୁଛନ୍ତି କିମ୍ବା ଯେଉଁମାନେ ପଜେସନ୍ରେ ଥିଲେ ତାଙ୍କ ଏଗେନ୍ଷ୍ଟରେ ଯାହା ହେଇପାରିବ ଆମର ରୁଲ୍ସ ଆଣ୍ଡ ରେଗୁଲେସନ୍ ଅନୁସାରେ ଆମେ ତାକୁ ନିଶ୍ଚିତ ଭାବରେ ନିଆଯିବ ଆଣ୍ଡ ଦେଖାଯିବ କ'ଣ ହେଉଛି। ସେଇଟାରେ ଆମର ଆମ ଗାଁ ଆମ ବିକାଶର ଫଣ୍ଡ ଲାଗିଥିଲା, ତା ସହିତ ଆମର GI ଫଣ୍ଡ ଲାଗିଥିଲା, SFCର CFC SFCର ଫଣ୍ଡ ଲାଗିଥିଲା, GI ଫଣ୍ଡ ଲାଗିଥିଲା, ତା ସହିତ ଆମ ଗାଁ ଆମ ବିକାଶର ଫଣ୍ଡ ଲାଗିଥିଲା। ସେଟା ପାଖାପାଖି 40 ଲାଖ କିନ୍ତୁ ସବୁର ବିଲ୍ ହେଇନାହିଁ, ଯେହେତୁ ସେଟା କମ୍ପ୍ଲିଟ୍ ହେଇନାହିଁ। 30 ରୁ 40 ଲାଖ ଭିତରେ କାର୍ଯ୍ୟାନୁଷ୍ଠାନ ଆମର ଏହା ନେବୁ ଯେ ଆମେ ତାକୁ ଏବେ ଯେହେତୁ ଦ୍ୟାଟ୍ ଇଜ୍ ଆୱାର ପ୍ରପର୍ଟି ଆମେ ତାକୁ ସିଲ୍ କରିବୁ, ତା ସହିତ ଯେଉଁମାନେ ପଜେସନ୍ରେ ଥିଲେ ତାଙ୍କ ଏଗେନ୍ଷ୍ଟରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ। ଏବେ ଆମର ହେଉଛି କମିଟି ବସିବ, କମିଟିର ଇନକ୍ୱାରି ହେବ, ଯେଉଁମାନେ ପଜେସନ୍ରେ ଥିବେ ଆଉ ତା'ର ନିଶ୍ଚୟ କିଏ ଜଣେ ନେଇଛି କିଏ ଜଣେ ପଜେସନ୍ରେ ଥିବ, ସେଇ ଅନୁସାରେ ଯିଏ ବି ବାହାରିବ ତା ଅନୁସାରେ କାର୍ଯ୍ୟାନୁଷ୍ଠାନ FIR ହେବ କି ତାକୁ ନୋଟିସ୍ ଯାଇକି ତାକୁ ଯାହା କରାଯିବ ସେଇ ଅନୁସାରେ ଆମେ ଡିସାଇଡ଼୍ କରିବୁ। ଷ୍ଟାଟସ୍ ଆମେ JE ଆଣ୍ଡ ଏଇକୁ ଆମେ ଷ୍ଟାଟସ୍ ମଗେଇଛୁ, ସେ ତାଙ୍କ ଷ୍ଟାଟସ୍ ରିପୋର୍ଟ ଦେଇସାରିଲା ପରେ ଆମେ ଯାହା କାର୍ଯ୍ୟାନୁଷ୍ଠାନ ନେଇଛୁ। देश विदेश कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतु।